ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ଦେଲେ ସମାଜସେବୀ। ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ଉଚ୍ଚଶିକ୍ଷିତ ଯୁବକ ସମାଜସେବୀ ଆମଚନ୍ଦ୍ର ନାୟକ ଅଞ୍ଚଳର ଚାଷୀ ବନ୍ଧୁ ଓ ସାଧାରଣ ଜନତାଙ୍କ ମୁଖ୍ୟ ସମସ୍ୟାଗୁଡ଼ିକ ନେଇ ସୋମବାର ଦିନ ଭୁବନେଶ୍ୱରଠାରେ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ବିଭିନ୍ନ ଆଞ୍ଚଳିକ ସମସ୍ୟା ସମ୍ବନ୍ଧିତ ଅଭିଯୋଗ ପ୍ରଦାନ କରିଅଛନ୍ତି। କନ୍ଧମାଳ ଜିଲ୍ଲା ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପଡ଼ି ପଞ୍ଚାୟତରେ ଥିବା ଅତି ପୁରାତନ ସିରକି ଡ୍ୟାମ୍, ଏହା ଉପରେ ଅଞ୍ଚଳର 8 ଗୋଟି ପଞ୍ଚାୟତ ପ୍ରାୟ 20,000ରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଛି ଏବଂ ହଜାର ହଜାର କୃଷକଙ୍କ ଚାଷ ଜମି ଉପରେ ଜଳସେଚନ ନିମନ୍ତେ ଉଦ୍ଦିଷ୍ଟ ଅବହେଳିତ ଅବସ୍ଥାରେ ଥିବା ସିରକି ଡ୍ୟାମ୍ 600ରୁ ଉର୍ଦ୍ଧ୍ୱ ପରିବାର ନିର୍ଭର କରୁଥିବା ଦାରିଙ୍ଗବାଡ଼ି ବ୍ଲକ ଡଙ୍ଗନେକବାଡ଼ି ପଞ୍ଚାୟତର କାଣ୍ଡାପାଙ୍ଗା ଟାଙ୍ଗେରିଠାରେ ଅବହେଳିତ ଅବସ୍ଥାରେ ଥିବା ଚେକ୍ ଡ୍ୟାମ୍ର ପୁନରୁଦ୍ଧାର ସହ ଚେକ୍ ଡ୍ୟାମ୍ ଠାରୁ ପାଡ଼ାନକେତା ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଚାଷ ଜମିକୁ ଜଳସେଚନ ନିମନ୍ତେ କେନାଲର ସୁବ୍ୟବସ୍ଥା କରିବା, ଡ୍ୟାମ୍ ଉପରେ ନିର୍ଭର କରୁଥିବା ଅଞ୍ଚଳର ହଜାର ହଜାର ଲୋକଙ୍କ ଜୀବନ ଜୀବିକା ପ୍ରାଧାନ୍ୟ ଦେଇ ଯଥାଶୀଘ୍ର ଡ୍ୟାମ୍ଗୁଡ଼ିକର ପୁନରୁଦ୍ଧାର କରିବା ସହ ଜଳ ସଂରକ୍ଷିତ କ୍ଷମତା ବୃଦ୍ଧି ଓ ପର୍ଯ୍ୟାପ୍ତ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରିବା ନିମନ୍ତେ ଅନୁରୋଧ ପତ୍ର ଲେଖି ସୂଚନା ମିଳିଛି। ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଦୀର୍ଘ 8 ବର୍ଷରୁ ଉର୍ଦ୍ଧ୍ୱ ହେବ କଳିଙ୍ଗାଠାରେ ବନ୍ଦ ରହିଥିବା ଓଡ଼ିଶାରେ ଏକମାତ୍ର ଉଦ୍ୟାନ କୃଷି ପ୍ରଶିକ୍ଷଣ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ରମ କରିବା, ଜିଲ୍ଲାର ରାଇକିଆ, ଦାରିଙ୍ଗବାଡ଼ି ଓ ଟିକାବାଲି ଏହି 3ଟି ବ୍ଲକ ହେଉଛି ଜିଲ୍ଲାର ସବୁଠାରୁ ଅଧିକ କୃଷିବହୁଳ ବ୍ଲକ। ପାଖାପାଖି 90% ଲୋକ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ ଅଟନ୍ତି ଏବଂ ଅଧିକ ମାତ୍ରାରେ କୃଷିଜାତ ଦ୍ରବ୍ୟ, ପନିପରିବା, ଫୁଲ, ଫଳ ଇତ୍ୟାଦି ଫସଲଗୁଡ଼ିକ ଅମଳ କରି ଜିଲ୍ଲା ଏବଂ ଜିଲ୍ଲା ବାହାରକୁ ପଠାଯାଉଛି। କିନ୍ତୁ ଦୁଃଖର ବିଷୟ, ରାଇକିଆ, ଟିକାବାଲି ଓ ଦାରିଙ୍ଗବାଡ଼ି ବ୍ଲକରେ କୃଷକମାନଙ୍କ ନିମନ୍ତେ ଏକ ଶୀତଳ ଭଣ୍ଡାର ନଥିବାରୁ ସେମାନଙ୍କ ପନିପରିବା, ଅନ୍ୟାନ୍ୟ ଫସଲ ଖୁବ୍ କମ୍ ଦିନରେ ନଷ୍ଟ ହୋଇଯାଉଛି, ଯାହାଫଳରେ ସେମାନଙ୍କର ବହୁତ କ୍ଷତି ସହ୍ୟ କରିବାକୁ ପଡ଼ୁଛି। ଏହି କାରଣରୁ ଅନେକ ଚାଷୀ ବନ୍ଧୁମାନେ କୃଷି କାର୍ଯ୍ୟ ପ୍ରତି ମନ ଫେରାଉଛନ୍ତି, ଯାହାଫଳରେ ଜିଲ୍ଲାରେ ଆବଶ୍ୟକ ଅନୁସାରେ ଯଥେଷ୍ଟ ପରିମାଣରେ ପନିପରିବା ମିଳୁନାହିଁ। ଏଣୁ କୃଷି ଓ କୃଷକ ବନ୍ଧୁମାନଙ୍କ ଜୀବିକା ଜୀବନ ନିମନ୍ତେ ଅତ୍ୟାଧୁନିକ ଉନ୍ନତମାନର ଶୀତଳ ଭଣ୍ଡାର ରାଇକିଆ, ଦାରିଙ୍ଗବାଡ଼ି, ଟିକାବାଲି ଅଞ୍ଚଳରେ ସ୍ଥାପନ କରିବା ନିମନ୍ତେ ମଧ୍ୟ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି। ଉକ୍ତ ବିଷୟଗୁଡ଼ିକ ଧ୍ୟାନ ରଖି ହଜାର ହଜାର କୃଷକ ଓ ଯୁବବର୍ଗଙ୍କ ଜୀବିକା ଜୀବନ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ଯୁବବର୍ଗ ଓ କୃଷକ ବନ୍ଧୁମାନେ ସଶକ୍ତ ହେବା ସଙ୍ଗେ ସଙ୍ଗେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରିବ ବୋଲି ଯୁବ ସମାଜସେବୀ ଆମଚନ୍ଦ୍ର ନାୟକ ଦାବି କରିଛନ୍ତି।